ଓମ୍ ଶାନ୍ତି। 19 ଅଗଷ୍ଟ 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ନିଜର ସ୍ୱଧର୍ମକୁ ଭୁଲିବା ହିଁ ସବୁଠାରୁ ବଡ଼ ଭୁଲ। ଏବେ ତୁମକୁ ନିର୍ଭୁଲ ହେବାକୁ ପଡ଼ିବ। ନିଜ ଘର ଏବଂ ରାଜ୍ୟକୁ ମନେ ପକାଇବାକୁ ହେବ। ନିଜର ସ୍ୱଧର୍ମକୁ ଭୁଲିବା ହିଁ ସବୁଠାରୁ ବଡ଼ ଭୁଲ। ଏବେ ତୁମକୁ ନିର୍ଭୁଲ ହେବାକୁ ପଡ଼ିବ। ନିଜ ଘର ଏବଂ ରାଜ୍ୟକୁ ମନେ ପକାଇବାକୁ ହେବ। ଆଜିର ପ୍ରଶ୍ନ, ତୁମେ ପିଲାମାନଙ୍କର କେଉଁ ଅବସ୍ଥା ହିଁ ସମୟର ସମୀପତାର ଚିହ୍ନ? ତୁମେ ପିଲାମାନଙ୍କର କେଉଁ ଅବସ୍ଥା ହିଁ ସମୟର ସମୀପତାର ଚିହ୍ନ? ଉତ୍ତର, ତୁମେ ପିଲାମାନେ ଯେତେବେଳେ ଯୋଗର ଯାତ୍ରାରେ ମସ୍ତ ରହିବ, ବୁଦ୍ଧିର ଭଟକିବା ବନ୍ଦ ହୋଇଗଲେ ବାଣୀରେ ଯୋଗର ଶକ୍ତି ଆସିଯିବ, ଅପାର ଖୁସିରେ ରହିବ। ଘଡ଼ି ଘଡ଼ି ନିଜର ସତ୍ୟଯୁଗୀ ଦୁନିଆର ଦୃଶ୍ୟ ସମ୍ମୁଖରେ ଦେଖାଯିବ। ତେବେ ଜାଣିବ ସମୟ ନିକଟବର୍ତ୍ତୀ ହୋଇଗଲାଣି। ବିନାଶ ହେବା ପାଇଁ ସମୟ ଲାଗିବ ନାହିଁ। ଏଥିପାଇଁ ନିଜର ଯୋଗର ଚାର୍ଟକୁ ବଢ଼ାଇବାକୁ ହେବ। ଗୀତ ତୁହ୍ନେ ପାକେ ହମ୍ନେ ଜହାନ ପାଲିୟା। ଓମ୍ ଶାନ୍ତି। ଆତ୍ମିକ ପିଲାମାନେ ଏହି ଗୀତର ଅର୍ଥକୁ ବୁଝୁଥିବେ। ଏବେ ବେହଦର ପିତାଙ୍କୁ ତ ପାଇଗଲ। ବେହଦର ପିତାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି, ଯେଉଁ ସମ୍ପତ୍ତିକୁ କେହି ବି ଛଡ଼େଇ ନେଇପାରିବେ ନାହିଁ। ରାବଣ ରାଜ୍ୟ ଆରମ୍ଭ ହେଲେ ସମ୍ପତ୍ତିର ନିଶା ଚାଲିଯାଇଥାଏ। ଏହା ମଧ୍ୟ ଡ୍ରାମାରେ ପାର୍ଟ ନିର୍ଦ୍ଧାରିତ। ପିଲାମାନଙ୍କଠାରେ ସୃଷ୍ଟି ନାଟକର ମଧ୍ୟ ଜ୍ଞାନ ରହିଛି। ଏହି ଚକ୍ର କିପରି ଘୂରିଥାଏ, ଏହାକୁ ନାଟକ କହିପାରିବା, ଡ୍ରାମା ମଧ୍ୟ କହିପାରିବା। ପିଲାମାନେ ଜାଣୁଥାନ୍ତି ଯେ ସର୍ବଦା ବାବା ଆସି ସୃଷ୍ଟିଚକ୍ରର ଜ୍ଞାନ ବୁଝାଇଥାନ୍ତି। ଯେଉଁମାନେ ବ୍ରାହ୍ମଣ କୁଳର ହୋଇଥିବେ, ସେହିମାନଙ୍କୁ ହିଁ ବୁଝାଇଥାନ୍ତି। ବାବା କହୁଛନ୍ତି, ପିଲାମାନେ, ତୁମେ ନିଜର ଜନ୍ମକୁ ଜାଣିନାହଁ। ମୁଁ ତୁମକୁ ବୁଝାଉଛି। ଜ୍ଞାନରେ ଆସିବା ପୂର୍ବରୁ ତୁମେ ଶୁଣିଥିଲ, 84 ଲକ୍ଷ ଜନ୍ମ ନେବା ପରେ ଏହି ଗୋଟିଏ ଜନ୍ମ ମନୁଷ୍ୟ ଜନ୍ମ ମିଳିଥାଏ। କିନ୍ତୁ ଏହା ଏପରି ନୁହେଁ। ଏବେ ତୁମେ ସବୁ ଆତ୍ମାମାନେ କ୍ରମାନୁସାରେ ଆସୁଛ ଓ ଯାଉଛ। ବୁଦ୍ଧିରେ ଆସିଛି ଯେ ପ୍ରଥମେ ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ପୂଜ୍ୟ ଥିଲୁ। ପରେ ଆମେ ହିଁ ପୂଜାରୀ ହୋଇଛୁ। ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀ। ଏହାର ମଧ୍ୟ ଗାୟନ ରହିଛି। ଏ କଥା ଶୁଣି ମନୁଷ୍ୟ ଭଗବାନଙ୍କ ପାଇଁ ଭାବିଥାନ୍ତି ଯେ ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀ ହେଉଛନ୍ତି। କହନ୍ତି, ଆପଣଙ୍କର ହିଁ ଏହା ସବୁ ରୂପ। ଅନେକ ମତାନ୍ତର ରହିଛି ନା? ତୁମେ ଏବେ ଶ୍ରୀମତ ଆଧାରରେ ଚାଲୁଛ। ତୁମେ ବୁଝୁଛ ଯେ ଆମେ ଷ୍ଟୁଡେଣ୍ଟ ପୂର୍ବେ ତ କିଛି ଜାଣିନଥିଲୁ, ପୁଣି ପାଠ ପଢ଼ି ଉଚ୍ଚ ପରୀକ୍ଷାରେ ପାସ୍ କରିଯିବ। ସେ ବିଦ୍ୟାର୍ଥୀ ମଧ୍ୟ ପ୍ରଥମେ କିଛି ଜାଣିନଥାନ୍ତି। ପରେ ପରୀକ୍ଷାରେ ପାସ୍ କରି କରି ଜାଣିଥାନ୍ତି ଯେ ଏବେ ମୁଁ ବାରିଷ୍ଟରୀ ପାସ୍ କଲି। ତୁମେ ମଧ୍ୟ ଏବେ ଜାଣୁଛ ଯେ ଆମେ ପାଠ ପଢ଼ି ମନୁଷ୍ୟରୁ ଦେବତା ହେଉଛୁ, ଅର୍ଥାତ୍ ବିଶ୍ୱର ମାଲିକ ହେଉଛୁ। ସେଠାରେ ତ ଏକ ଧର୍ମ, ଏକ ରାଜ୍ୟ। ତୁମର ରାଜ୍ୟ କେହି ଛଡ଼େଇ ନେଇପାରିବେ ନାହିଁ। ସେଠାରେ ତୁମକୁ ପବିତ୍ରତା, ଶାନ୍ତି, ସୁଖ, ସମ୍ପତ୍ତି ସବୁକିଛି ପ୍ରାପ୍ତ ହେବ। ଗୀତରେ ମଧ୍ୟ ଶୁଣିଛ ନା? ବାସ୍ତବରେ ଏହି ଗୀତ ତ ତୁମେ ତିଆରି କରିନାହଁ। ଅନାୟାସ ଡ୍ରାମାନୁସାରେ ଏହି ସମୟ ପାଇଁ ଏହା ତିଆରି ହୋଇଛି। ମନୁଷ୍ୟମାନଙ୍କ ଦ୍ୱାରା ତିଆରି ହୋଇଥିବା ଗୀତର ଅର୍ଥ ବାବା ବସି ବୁଝାଉଛନ୍ତି। ଏବେ ତୁମେ ଏଠାରେ ଶାନ୍ତିରେ ବସି ବାବାଙ୍କଠାରୁ ସମ୍ପତ୍ତି ନେଉଛ, ଯାହା କେହି ଛଡ଼େଇ ନେଇପାରିବେ ନାହିଁ। ଅଧାକଳ୍ପ ସୁଖର ସମ୍ପତ୍ତି ରହିଥାଏ। ବାବା ବୁଝାଉଛନ୍ତି ଯେ ମଧୁର ସନ୍ତାନଗଣ, ଅଧାକଳ୍ପରୁ ବି ଅଧିକ ତୁମେ ସୁଖ ଭୋଗ କରୁଛ। ପୁଣି ରାବଣ ରାଜ୍ୟ ଆରମ୍ଭ ହୋଇଥାଏ। ମନ୍ଦିର ବି ଏଭଳି ରହିଛି, ଯେଉଁଠାରେ ଚିତ୍ର ଦେଖାଇଥାନ୍ତି ଦେବତାମାନେ ବାମ ମାର୍ଗରେ କିପରି ଯାଇଥାନ୍ତି।
ଦେବତାଙ୍କର ସେହି ଡ୍ରେସ୍ ହିଁ ରହିଛି। ଡ୍ରେସ୍ ପରେ ବଦଳିଥାଏ। ପ୍ରତ୍ୟେକ ରାଜାଙ୍କର ନିଜ ନିଜର ଡ୍ରେସ୍, ମୁକୁଟ ଆଦି ସବୁ ଅଲଗା ଅଲଗା ହୋଇଥାଏ। ଏବେ ପିଲାମାନେ ଜାଣୁଛନ୍ତି ଯେ ଆମେ ଶିବ ବାବାଙ୍କ ଠାରୁ ବ୍ରହ୍ମାଙ୍କ ଦ୍ୱାରା ସମ୍ପତ୍ତି ନେଉଛୁ। ବାବା ତ ପିଲାମାନଙ୍କୁ ବଚେ ବଚେ ହିଁ ସମ୍ବୋଧନ କରୁଛନ୍ତି। ପିଲାମାନେ, ତୁମେ ନିଜର ଜନ୍ମକୁ ଜାଣିନାହଁ। ଶୁଣିଛ ତ ଆତ୍ମା ନା? ମୁଁ ଆତ୍ମା, ଶରୀର ନୁହେଁ। ଆଉ ଯିଏ ବି ମନୁଷ୍ୟ ଅଛନ୍ତି ସେମାନଙ୍କୁ ନିଜ ଶରୀରର ନାମର ନିଶା ରହିଥାଏ। କାହିଁକି ନା ଦେହ ଅଭିମାନୀ ଥାଆନ୍ତି। ମୁଁ ଆତ୍ମା ଅଟେ ଏହା ଜାଣନ୍ତି ନାହିଁ। ସେମାନେ ତ କହିଦିଅନ୍ତି ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା। ଏବେ ତୁମକୁ ବାବା ବୁଝାଇଛନ୍ତି ଯେ ତୁମେ ଆତ୍ମା, ଏବେ ବିଶ୍ୱର ମାଲିକ, ଦେବୀ ଦେବତା ହେଉଛ। ଏହି ଜ୍ଞାନ ଏବେ ଆମ ପାଖରେ ଅଛି ଯେ ଆମେ ସେହି ଦେବତା ପୁଣି କ୍ଷତ୍ରିୟ କୂଳରେ ଆସିବୁ। 84 ଜନ୍ମର ହିସାବ ବି ଦରକାର ନା? ସମସ୍ତେ ତ 84 ଜନ୍ମ ନେବେ ନାହିଁ। ସମସ୍ତେ କ'ଣ ଏକାଠି ଆସିବେ? ତୁମେ ଜାଣିଛ ଯେ କେଉଁ ଧର୍ମ କିପରି ସ୍ଥାପନା ହେଉଛି। ଇତିହାସ ପୁରୁଣା ପୁଣି ନୂଆ ହୋଇଥାଏ। ଏବେ ଏହା ପତିତ ଦୁନିଆ ଅଟେ। ସତ୍ୟଯୁଗ ହେଉଛି ପବିତ୍ର ଦୁନିଆ। ପୁଣି ଭିନ୍ନ ଭିନ୍ନ ଧର୍ମ ଆସିଥାଏ। ଏଠାରେ କର୍ମକ୍ଷେତ୍ରରେ ଏହି ଗୋଟିଏ ହିଁ ନାଟକ ଚାଲିଥାଏ। ମୁଖ୍ୟ ହେଲା 4 ଧର୍ମ। ଏହି ସଙ୍ଗମ ଯୁଗରେ ବାବା ଆସି ବ୍ରାହ୍ମଣ ସମ୍ପ୍ରଦାୟ ସ୍ଥାପନ କରୁଛନ୍ତି। ବିରାଟ ରୂପର ଚିତ୍ର ତିଆରି କରୁଛନ୍ତି। କିନ୍ତୁ ସେଥିରେ ଏହି ସବୁ ଭୁଲ ରହିଛି। ବାବା ଆସି ସବୁ କଥା ବୁଝାଇ ଅଭୁଲ କରୁଛନ୍ତି। ବାବା ତ ନା କେବେ ଶରୀରରେ ଆସୁଛନ୍ତି ନା ଭୁଲ କରୁଛନ୍ତି। ସେ ତ ଅଳ୍ପ ସମୟ ପାଇଁ ତୁମ ପିଲାମାନଙ୍କୁ ସୁଖଧାମର ଏବଂ ନିଜ ଘରର ରାସ୍ତା ବତାଇବା ପାଇଁ ବ୍ରହ୍ମାଙ୍କ ରଥରେ ଆସିଥାନ୍ତି। ନା କେବଳ ରାସ୍ତା ବତେଇଥାନ୍ତି, ପରନ୍ତୁ ପିଲାମାନଙ୍କର ଜୀବନ ମଧ୍ୟ ଗଢ଼ିଥାନ୍ତି। ପ୍ରତି କଳ୍ପରେ ତୁମେ ଘରକୁ ଯାଉଛ, ପୁଣି ସତ୍ୟ ଯୁଗରେ ସୁଖର ଅଭିନୟ ମଧ୍ୟ କରୁଛ। ପିଲାମାନେ ଭୁଲି ଯାଇଛନ୍ତି ଯେ ଆମ ଆତ୍ମାମାନଙ୍କର ସ୍ୱଧର୍ମ ହେଉଛି ଶାନ୍ତି। ଏହି ଦୁଃଖ ଦୁନିଆରେ ଶାନ୍ତି କିପରି ହେବ? ଏହି ସବୁ କଥାକୁ ତୁମେ ବୁଝିଯାଇଛ। ତୁମେ ସମସ୍ତଙ୍କୁ ବୁଝାଉଛ ମଧ୍ୟ। ଧୀରେ ଧୀରେ ସବୁ ଆସିଯିବେ। ବିଦେଶୀମାନଙ୍କୁ ବି ଜଣାପଡ଼ିବ ଯେ ଏହି ସୃଷ୍ଟିଚକ୍ର କିପରି ଘୁରୁଛି, ଏହାର ଆୟୁ କେତେ ଅଟେ। ବିଦେଶୀମାନେ ମଧ୍ୟ ତୁମ ପାଖକୁ ଆସିବେ, କିମ୍ବା ପିଲାମାନେ ସେଠାକୁ ଯାଇ ସୃଷ୍ଟିଚକ୍ରର ରହସ୍ୟ ବୁଝାଇବେ। ସେମାନେ ବୁଝିଥାନ୍ତି ଯେ ଯୀଶୁଖ୍ରୀଷ୍ଟ ଭଗବାନଙ୍କ ପାଖରେ ଯାଇ ପହଞ୍ଚିଲେ। କ୍ରାଇଷ୍ଟଙ୍କୁ ଭଗବାନଙ୍କର ସନ୍ତାନ ବୋଲି ଭାବିଥାନ୍ତି। କେହି ପୁଣି ଏହା ବି ଭାବିଥାନ୍ତି ଯେ ଯୀଶୁଖ୍ରୀଷ୍ଟ ମଧ୍ୟ ପୁନର୍ଜନ୍ମ ନେଇ ନେଇ ଏବେ ତମ ପ୍ରଧାନ ଅବସ୍ଥାରେ ଅଛନ୍ତି। ଯେପରି ତୁମେ ବି ହେଉଛ ଭିକାରୀ ନା? ଭିକାରୀ ଅର୍ଥାତ୍ ତମ ପ୍ରଧାନ। ଭାବନ୍ତି ଯେ କ୍ରାଇଷ୍ଟ ମଧ୍ୟ ଏଠାରେ ଅଛନ୍ତି। ପୁଣି କେବେ ଆସିବେ ଏହା ଜଣା ନାହିଁ। ତୁମେ ବୁଝାଇ ପାରିବ ଯେ ତୁମର ଧର୍ମସ୍ଥାପକ ପୁଣି ନିଜର ସମୟାନୁସାରେ ଧର୍ମ ସ୍ଥାପନ କରିବା ପାଇଁ ଆସିବେ। କିନ୍ତୁ ତାଙ୍କୁ ଗୁରୁ ବୋଲି କୁହାଯାଇପାରିବ ନାହିଁ। ସେ ଧର୍ମ ସ୍ଥାପନ କରିବା ପାଇଁ ଆସିଥାନ୍ତି। ସଦ୍ଗତି ଦାତା ହେଉଛନ୍ତି କେବଳ ଜଣେ। ଯେଉଁ ଧର୍ମସ୍ଥାପକମାନେ ଧର୍ମ ସ୍ଥାପନ କରିବା ପାଇଁ ଆସିଥାନ୍ତି, ସେମାନେ ପୁନର୍ଜନ୍ମ ନେଇ ନେଇ ଏବେ ଆସି ତମ ପ୍ରଧାନ ହୋଇଛନ୍ତି। ଶେଷରେ ସାରା ବୃକ୍ଷ ଜରାଜୀର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ କରିଛି। ଏବେ ତୁମେ ଜାଣୁଛ ଯେ ସାରା ବୃକ୍ଷ ଛିଡ଼ା ହୋଇଛି, ବାକି ଦେବୀ ଦେବତା ଯାହାକି ମୂଳ ତାହା ନାହିଁ। ଏହି କଥା ବାବା ହିଁ ପିଲାମାନଙ୍କୁ ବସି ବୁଝାଉଛନ୍ତି। ତୁମ ପିଲାମାନଙ୍କୁ ତ ବହୁତ ଖୁସି ହେବା ଦରକାର। ତୁମେ ଜାଣିଛ ଆମେ ସେହି ଦେବୀ ଦେବତା ଥିଲୁ, ପୁଣି ଏବେ ହେଉଛୁ। ଏଠାକୁ ତୁମେ ହିଁ ଆସୁଛ ସତ୍ୟନାରାୟଣଙ୍କର କଥା ଶୁଣିବା ପାଇଁ, ଯାହାଦ୍ୱାରା ନରରୁ ନାରାୟଣ ହୋଇପାରିବ। ନାରାୟଣ ରହିବେ ତ ନିଶ୍ଚିତ ଲକ୍ଷ୍ମୀ ମଧ୍ୟ ରହିବେ। ଲକ୍ଷ୍ମୀ ନାରାୟଣ ଥିଲେ ତ ସେମାନଙ୍କର ରାଜଧାନୀ ମଧ୍ୟ ଥିବ ନା? ଏକୁଟିଆ ଲକ୍ଷ୍ମୀ ନାରାୟଣ ତ ବସିବେ ନାହିଁ।
ଲକ୍ଷ୍ମୀ ହେବା ପାଇଁ କ'ଣ ଅଲଗା କଥା କିଛି ଅଛି କି? ନାରାୟଣଙ୍କ ସାଥିରେ ଲକ୍ଷ୍ମୀ ରହିଥାନ୍ତି। ଲକ୍ଷ୍ମୀ ବି କେବେ ନାରାୟଣ ହୋଇଥାନ୍ତି। ନାରାୟଣ ପୁଣି କେବେ ଲକ୍ଷ୍ମୀ ହୋଇଥାନ୍ତି। କିଛି କିଛି ଗୀତ ବହୁତ ଭଲ ରହିଛି। ମାୟାର ସଂଶୟ ଆସିଲେ ଭଲ ଭଲ ଗୀତ ଶୁଣିଲେ ମନ ଖୁସି ହୋଇଯାଇଥାଏ। ଯେପରି ପହଁରିବା ଶିଖିଲା ବେଳେ ତ ପ୍ରଥମେ ଉବୁଟୁବୁ ହୋଇଥାନ୍ତି, ପରେ ଶିଖି ପକାନ୍ତି। ଏଠାରେ ମଧ୍ୟ ମାୟାର ଶଙ୍କା ବହୁତ ଆସିଥାଏ। ପହଁରାଳି ତ ବହୁତ ଥାଆନ୍ତି, ସେମାନଙ୍କର ମଧ୍ୟ ପ୍ରତିଯୋଗିତା ହୋଇଥାଏ। ସେହିପରି ତୁମର ବି ପ୍ରତିଯୋଗିତା ହେଉଛି ସେପାରିକୁ ଯିବା ପାଇଁ। ମୋତେ ମନେ ପକାଇବାକୁ ହେବ। ମନେ ପକାଇ ପାରୁନାହ ତ ବ୍ୟର୍ଥ ସଂକଳ୍ପ ଆସୁଛି। ବାବା କହୁଛନ୍ତି ଯେ ୟାଦର ଯାତ୍ରା ଦ୍ୱାରା ହିଁ ତୁମର ନୌକା ପାର ହେବ। ତୁମେ ସେପାରିକୁ ଚାଲିଯିବ। ପହଁରାଳି କେହି କେହି ବହୁତ ନିପୁଣ ଥାଆନ୍ତି, କେହି କମ୍। ଏଠାରେ ବି ଏହିଭଳି ଅଛନ୍ତି। ବାବାଙ୍କ ପାଖକୁ ଚାଟ୍ ପଠାଇ ଦେଇଥାନ୍ତି। ବାବା ନିରୀକ୍ଷଣ କରିଥାନ୍ତି ଯେ ଯୋଗର ଚାଟକୁ ଇଏ ଠିକ୍ ଭାବରେ ବୁଝିଛନ୍ତି ବା ଭୁଲ ବୁଝିଛନ୍ତି। କେହି କେହି ଦେଖାଇଥାନ୍ତି ଯେ ଆମେ ସାରା ଦିନରେ 5 ଘଣ୍ଟା ୟାଦରେ ରହିଲୁ। ମୁଁ ବିଶ୍ୱାସ କରୁନାହିଁ, ନିଶ୍ଚିତ ଭୁଲ ହୋଇଛି। କିଏ ତ ଭାବିଥାନ୍ତି ଯେ ଆମେ ଯେତିକି ସମୟ ଏଠାରେ ପଢ଼ୁଛୁ ସେତିକି ସମୟ ତ ଚାଟ୍ ଠିକ୍ ରହୁଛି। କିନ୍ତୁ ଏହା ମଧ୍ୟ ଠିକ୍ ନୁହେଁ। ବହୁତ ଅଛନ୍ତି ଏଠାରେ ବସିକରି ଶୁଣୁଥିଲେ ବି ବୁଦ୍ଧି ବାହାରକୁ କେଉଁ କେଉଁ ଆଡ଼କୁ ଚାଲିଯାଉଛି। ପୁରା ଶୁଣି ନଥାନ୍ତି। ଭକ୍ତି ମାର୍ଗରେ ଏଭଳି ପ୍ରକାର ହୋଇଥାଏ। ସନ୍ନ୍ୟାସୀମାନେ କଥା ଶୁଣାଇଥାନ୍ତି, ପୁଣି ମଝିରେ ମଝିରେ ପଚାରିଥାନ୍ତି ମୁଁ କ'ଣ ଶୁଣାଇଲି। ଯଦି ଦେଖନ୍ତି କେହି ଅନ୍ୟମନସ୍କ ହୋଇ ବସିଛନ୍ତି ତେବେ ପଚାରିଥାନ୍ତି, ପୁଣି କିଛି କହିପାରନ୍ତି ନାହିଁ। ବୁଦ୍ଧି କୁଆଡ଼େ ନା କୁଆଡ଼େ ଚାଲି ଯାଇଥାଏ। ଗୋଟିଏ ଅକ୍ଷର ବି ଶୁଣନ୍ତି ନାହିଁ। ଏଠାରେ ବି ଏଭଳି ଅଛନ୍ତି। ବାବା ଦେଖୁଛନ୍ତି ଏହାଙ୍କର ବୁଦ୍ଧି କେଉଁଆଡ଼େ ଭ୍ରମିତ ହେଉଛି। ଇଆଡ଼େ ସିଆଡ଼େ ବାହାରକୁ ଦେଖୁଛନ୍ତି। ଏଭଳି ବି କେହି କେହି ନୂଆ ଆସିଥାନ୍ତି। ବାବା ବୁଝିଯାଆନ୍ତି ଯେ ପୁରା ବୁଝି ନାହାନ୍ତି। ଏଣୁ ବାବା କହିଥାନ୍ତି ଯେ ନୂଆ ନୂଆକୁ ଶୀଘ୍ର ଏଠାକୁ କ୍ଲାସକୁ ଆସିବାକୁ ଅନୁମତି ଦିଅ ନାହିଁ, ନଚେତ ବାୟୁମଣ୍ଡଳକୁ ଖରାପ କରିଦେବେ। ଆଗକୁ ଗଲେ ତୁମେ ଦେଖିବ ଯିଏ ଯୋଗଯୁକ୍ତ ସନ୍ତାନ ହୋଇଥିବେ ଏଠାରେ ବସିଥାଉ ଥାଉ ବୈକୁଣ୍ଠକୁ ଚାଲିଯିବେ। ବହୁତ ଖୁସି ଲାଗୁଥିବ। ଘଡ଼ି ଘଡ଼ି ଚାଲିଯିବେ। ଏବେ ସମୟ ନିକଟବର୍ତ୍ତୀ ହୋଇଗଲାଣି। କ୍ରମାନ୍ୱୟରେ ପୁରୁଷାର୍ଥ ଅନୁସାରେ ତୁମର ଅବସ୍ଥା ଏହିପରି ହୋଇଯିବ। ଘଡ଼ି ଘଡ଼ି ସ୍ୱର୍ଗରେ ନିଜର ମହଲ ଦେଖିବ। ଯାହା କିଛି ଶିଖାଇବାକୁ ଥିବ, କରିବାକୁ ଥିବ, ତାହାର ସାକ୍ଷାତକାର ହେବାକୁ ଲାଗିବ। ସମୟକୁ ତ ଦେଖୁଛ କିପରି କିପରି ତିଆରି ଚାଲିଛି। ବାବା କହୁଛନ୍ତି ଯେ ଦେଖିବ କିପରି 1 ସେକେଣ୍ଡରେ ସମଗ୍ର ଦୁନିଆର ମନୁଷ୍ୟ ପାଉଁଶ ହୋଇ ମିଶିଯିବେ। ବମ୍ ପକାଇବା ମାତ୍ରେ ଏହା ସବୁ ଖତମ ହୋଇଯିବ। ତୁମେ ପିଲାମାନେ ଜାଣୁଛ ଯେ ଏବେ ନିଜର ରାଜଧାନୀ ସ୍ଥାପନ ହେଉଛି। ଏବେ ତ ୟାଦର ଯାତ୍ରାରେ ମସ୍ତ ରହିବା ଦରକାର। ସେଭଳି ଧାର ହୋଇଯିବ ଯେପରିକି କାହାକୁ ବି ଦୃଷ୍ଟି ଦେଲେ ତୀର ଲାଗିଯିବ। ଅନ୍ତିମ ସମୟରେ ଭୀଷ୍ମ ପିତାମହ ଆଦିଙ୍କୁ ଯେପରି ତୁମେମାନେ ହିଁ ଜ୍ଞାନର ବାଣ ମାରିଥିଲ, ଶୀଘ୍ର ବୁଝିଯିବେ। ଏମାନେ ତ ସତ୍ୟ କହୁଛନ୍ତି। ଜ୍ଞାନର ସାଗର ପତିତ ପାବନ ତ ହେଉଛନ୍ତି ନିରାକାର ଭଗବାନ। ଶ୍ରୀକୃଷ୍ଣ ହୋଇପାରିବେ ନାହିଁ। ତାଙ୍କର ତ ଜନ୍ମ ଦର୍ଶାଯାଇଛି। ଶ୍ରୀକୃଷ୍ଣଙ୍କର ସେହି ଚେହେରା କେବେ ମିଳିପାରିବ ନାହିଁ। ପୁଣି ସତ୍ୟ ଯୁଗରେ ସେହି ଚେହେରା ମିଳିବ। ପ୍ରତ୍ୟେକ ଜନ୍ମରେ ପ୍ରତ୍ୟେକଙ୍କର ଚେହେରା ଅଲଗା ଅଲଗା ହୋଇଥାଏ। ଏହି ଡ୍ରାମାର ପାର୍ଟ ଏଭଳି ତିଆରି ହୋଇଛି। ସେଠାରେ ତ ଚେହେରା ସୌନ୍ଦର୍ଯ୍ୟ ପ୍ରାକୃତିକ ହୋଇଥାଏ। ଏବେ ତ ଦିନକୁ ଦିନ ଶରୀର ମଧ୍ୟ ତମ ପ୍ରଧାନ ହେବାକୁ ଚାଲିଛି। ପ୍ରଥମେ ପ୍ରଥମେ ସତପ୍ରଧାନ, ପୁଣି ସତ ରଜ ତମ ହୋଇଯାଇଥାନ୍ତି। ଏଠାରେ ତ ଦେଖ କିଭଳି କିଭଳି ସନ୍ତାନମାନେ ଜନ୍ମ ନେଉଛନ୍ତି। କାହାର ଗୋଡ଼ ଚଳୁନାହିଁ, କେହି ବାମନ ହୋଇଥାନ୍ତି। କ'ଣ କ'ଣ ହୋଇଯାଉଛି। ସତ୍ୟ ଯୁଗରେ ଏପରି ହୋଇନଥାଏ।
ସେଠାରେ ଦେବତାମାନଙ୍କର ଦାଢ଼ି ଆଦି ବି ନଥାଏ। କ୍ଲିନ୍ ସେଭ୍ ହୋଇଥାନ୍ତି। ବିଲକୁଲ ଦୃଷ୍ଟିବୃତ୍ତିରୁ ଜଣାପଡ଼ିଥାଏ ଯେ ଇଏ ପୁରୁଷ, ଇଏ ସ୍ତ୍ରୀ ଅଟନ୍ତି। ଭବିଷ୍ୟତରେ ତୁମକୁ ବହୁତ ସାକ୍ଷାତକାର ହେବ। ତୁମ ପିଲାମାନଙ୍କୁ କେତେ ଖୁସି ରହିବା ଦରକାର। ବାବା କଳ୍ପ କଳ୍ପ ଆସି ଆମକୁ ରାଜଯୋଗ ଶିଖାଇ ମନୁଷ୍ୟରୁ ଦେବତା କରୁଛନ୍ତି। ଏହା ବି ତୁମେ ପିଲାମାନେ ଜାଣୁଛ ଯେ ଅନ୍ୟ ଯେଉଁ ବି ଧର୍ମାବଲମ୍ବୀ ଅଛନ୍ତି ସମସ୍ତେ ନିଜ ନିଜ ବିଭାଗକୁ ଚାଲିଯିବେ। ଆତ୍ମାମାନଙ୍କର ବୃକ୍ଷ ବି ଦେଖାଇଥାନ୍ତି ନା। ଚିତ୍ରରେ ବହୁତ କରେକ୍ସନ୍ ହୋଇ ପରିବର୍ତ୍ତନ ହୋଇଯିବ। ଯେପରି ବାବା ସୂକ୍ଷ୍ମବତନ ବିଷୟରେ ଯାହା ବୁଝାଇଥାନ୍ତି ସଂଶୟ ବୁଦ୍ଧିତ କହିବେ ଏହା କ'ଣ? ପୂର୍ବେ ଏଭଳି କହୁଥିଲେ, ଏବେ ପୁଣି ଏମିତି କହୁଛନ୍ତି। ଲକ୍ଷ୍ମୀ ନାରାୟଣଙ୍କର ଦୁଇ ରୂପକୁ ମିଶାଇ ବିଷ୍ଣୁ କୁହାଯାଏ। ବାକି ଚାରିଭୁଜାଧାରୀ ମନୁଷ୍ୟ କ'ଣ ଥାନ୍ତି କି? ରାବଣର 10 ମୁଣ୍ଡ ଦେଖାଇଥାନ୍ତି। ଏଭଳି କେହି ମନୁଷ୍ୟ ନଥାନ୍ତି। ପ୍ରତିବର୍ଷ ଜଳାଇଥାନ୍ତି ଯେପରି କଣ୍ଢେଇର ଖେଳ। ମନୁଷ୍ୟ କହିଥାନ୍ତି ଯେ ଶାସ୍ତ୍ର ବ୍ୟତୀତ ଆମେ ବଞ୍ଚିପାରିବୁ ନାହିଁ। ଶାସ୍ତ୍ର ତ ହେଉଛି ଆମର ପ୍ରାଣ ଅଟେ। ଗୀତାର ଦେଖ କେତେ ମାନ୍ୟତା ରହିଛି। ଏଠାରେ ତ ତୁମ ପାଖରେ ମୁରଲି ଢେର ଏକାଠି ହୋଇଯାଉଛି। ତୁମେ ରଖି କ'ଣ କରିବ? ଦିନକୁ ଦିନ ତୁମେ ନୂଆ ନୂଆ କଥା ଶୁଣୁଛ। ହଁ, ପଏଣ୍ଟସ୍ ନୋଟ୍ କରିବା ଭଲ ଅଟେ। ଭାଷଣ କରିବା ସମୟରେ ମନେ ପକାଇ ପାରିବ। ଏହି କଥା ବୁଝାଇବି। ବିଷୟବସ୍ତୁର ତାଲିକା ରହିବା ଦରକାର। ଆଜି ଏହି ବିଷୟ ଉପରେ ବୁଝାଇବି। ରାବଣ କିଏ, ରାମ କିଏ ଅଟନ୍ତି, ସତ୍ୟ କ'ଣ, ତାହା ଆମେ ଆପଣଙ୍କୁ ଶୁଣାଉଛୁ। ଏହି ସମୟରେ ରାବଣ ରାଜ୍ୟ ସମଗ୍ର ବିଶ୍ୱରେ ରହିଛି। 5 ବିକାର ତ ସମସ୍ତଙ୍କ ଭିତରେ ରହିଛି। ବାବା ଆସି ପୁଣି ରାମ ରାଜ୍ୟର ସ୍ଥାପନା କରୁଛନ୍ତି। ଏହା ହାରିବା ଏବଂ ଜିତିବାର ଖେଳ। ହାରିବା କିପରି ହୋଇଥାଏ? 5 ବିକାର ରୂପୀ ରାବଣ ଦ୍ୱାରା। ପୂର୍ବେ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା। ସେମାନେ ଏବେ ପତିତ ହୋଇଯାଇଛନ୍ତି। ଲକ୍ଷ୍ମୀ ନାରାୟଣରୁ ପୁଣି ବ୍ରହ୍ମା ସରସ୍ୱତୀ। ବାବା ବି କହୁଛନ୍ତି ଯେ ମୁଁ ବ୍ରହ୍ମାଙ୍କର ବହୁତ ଜନ୍ମର ଅନ୍ତିମ ଶରୀରରେ ପ୍ରବେଶ କରୁଛି। ତୁମେ ବି କହିବ ଯେ ଆମେ ବି ବହୁତ ଜନ୍ମର ଅନ୍ତରେ ବାବାଙ୍କଠାରୁ ଜ୍ଞାନ ନେଉଛୁ। ଏହା ସବୁ ବୁଝିବାର କଥା ଅଟେ। କାହାର ଯଦି ମୋଟା ବୁଦ୍ଧି ଥିଲେ ତ ବୁଝିପାରନ୍ତି ନାହିଁ। ଏଠାରେ ତ ରାଜଧାନୀ ସ୍ଥାପନ ହେଉଛି। ବହୁତ ଆସିଥିଲେ ପୁଣି ଚାଲିଗଲେ। ସେମାନେ ପୁଣି ଆସିଯିବେ। ପ୍ରଜାରେ ପାଇ ପଇସାର ପଦପ୍ରାପ୍ତି କରିବେ, ଅର୍ଥାତ୍ ଅତି ଛୋଟ ପଦ ପାଇବେ। ତାହା ବି ତ ଦରକାର ନା। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ୍ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ସର୍ବଦା ଏହି ନିଶାରେ ରୁହ ଯେ ଆମେ ଏବେ ଏହି ପାଠପଢ଼ାକୁ ସମ୍ପୂର୍ଣ୍ଣ କରି ମନୁଷ୍ୟରୁ ଦେବତା ତଥା ବିଶ୍ୱର ମାଲିକ ହେବୁ। ଆମ ରାଜ୍ୟରେ ପବିତ୍ରତା, ସୁଖ, ଶାନ୍ତି ସବୁକିଛି ରହିବ। ତାକୁ କେହି ଛଡ଼େଇ ନେଇପାରିବେ ନାହିଁ। 2 ନମ୍ବର। ଏ କୂଳରୁ ସେ କୂଳକୁ ଯିବା ପାଇଁ ଯୋଗ ଯାତ୍ରାରେ ଭଲ ପହଁରାଳି ହେବାକୁ ପଡ଼ିବ। ମାୟା ଦ୍ୱାରା ଭ୍ରମିତ ହେବା ଅନୁଚିତ। ନିଜର ଯାଞ୍ଚ କରିବାକୁ ହେବ। ଯୋଗର ଚାର୍ଟକୁ ଯଥାର୍ଥ ଭାବେ ବୁଝି ଲେଖିବା ଦରକାର। ଆଜିର ବରଦାନ। ପୁରୁଷାର୍ଥ ଏବଂ ପ୍ରାରବ୍ଧର ହିସାବକୁ ଜାଣି ତୀବ୍ର ଗତିରେ ଆଗକୁ ବଢ଼ିଥିବା ନଲେଜଫୁଲ୍ ଅର୍ଥାତ୍ ଜ୍ଞାନବାନ ଆତ୍ମା ହୁଅ। ପୁରୁଷାର୍ଥ ଏବଂ ପ୍ରାରବ୍ଧର ହିସାବକୁ ଜାଣି ତୀବ୍ର ଗତିରେ ଆଗକୁ ବଢ଼ୁଥିବା ନଲେଜଫୁଲ୍ ଅର୍ଥାତ୍ ଜ୍ଞାନବାନ ଆତ୍ମା ହୁଅ। ଡିଟେଲ୍ସ। ପୁରୁଷାର୍ଥ ଦ୍ୱାରା ବହୁତ ସମୟର ପ୍ରାରବ୍ଧ ଜମା କରିବାର ଏହା ସମୟ। ତେଣୁ ନଲେଜଫୁଲ୍ ହୋଇ ତୀବ୍ର ଗତିରେ ଆଗକୁ ବଢ଼ିଚାଲ। ଏଥିରେ ଏଭଳି ଭାବ ନାହିଁ ଯେ ଆଜି ନୁହେଁ ତ କାଲି ପରିବର୍ତ୍ତନ ହୋଇଯିବି।
ଏହାକୁ ହିଁ ଅବହେଳା ପଣିଆ କୁହାଯାଏ। ଏବେ ପର୍ଯ୍ୟନ୍ତ ବାପଦାଦା ସ୍ନେହର ସାଗର ହୋଇ ସର୍ବସମ୍ବଧର ସ୍ନେହରେ ପିଲାମାନଙ୍କର ଅବହେଳା ପଣିଆକୁ, ସାଧାରଣ ପୁରୁଷାର୍ଥକୁ ଦେଖି ଶୁଣି ମଧ୍ୟ ଏକ୍ସଟ୍ରା ମାର୍କସ ଦେଇ ଆଗକୁ ବଢ଼ାଇ ଦେଉଛନ୍ତି। ତେଣୁ ଜ୍ଞାନବାନ ଆତ୍ମା ହୋଇ ସାହସ ଏବଂ ସାହାଯ୍ୟର ବିଶେଷ ବରଦାନର ଲାଭ ଉଠାଅ। ଆଜିର ସ୍ଲୋଗାନ: ପ୍ରକୃତିର ଦାସ ହେଉଥିବା ଆତ୍ମାମାନେ ହିଁ ଉଦାସ ହୋଇଥାନ୍ତି, ସେଥିପାଇଁ ପ୍ରକୃତି ଜିତି ହୁଅ। ପ୍ରକୃତିର ଦାସ ହେଉଥିବା ଆତ୍ମାମାନେ ହିଁ ଉଦାସ ହୋଇଥାନ୍ତି, ସେଥିପାଇଁ ପ୍ରକୃତି ଜିତି ହୁଅ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରେ: ଯଦି ସହଜ ଯୋଗୀ ହେବାକୁ ଚାହୁଁଛ, ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ଯେପରି କେହି ଯଦି ସାଗରରେ ବୁଡ଼ି ରହିଥାଏ, ସେହି ସମୟରେ ତାକୁ ସାଗର ବ୍ୟତୀତ ଅନ୍ୟ କିଛି ବି ଦେଖାଯାଏ ନାହିଁ। ତେଣୁ ବାବା ଅର୍ଥାତ୍ ସର୍ବଗୁଣର ସାଗର ଭିତରେ ବୁଡ଼ିଯିବା ବା ମିଶିଯିବାକୁ ହିଁ ଲଭ୍ଲିନ୍ ସ୍ଥିତି କୁହାଯାଏ। ତେଣୁ ବାବାଙ୍କ ଭିତରେ ବୁଡ଼ିଯିବାର ନାହିଁ, କିନ୍ତୁ ବାବାଙ୍କର ସ୍ମୃତିରେ ଏବଂ ବାବାଙ୍କର ସ୍ନେହରେ ବୁଡ଼ି ରହିବାକୁ ହେବ। ଓମ୍ ଶାନ୍ତି।